ଆମ ଦଳ ସୋଶାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ କମ୍ୟୁନିଷ୍ଟ ଏସ୍ୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଭାରତବର୍ଷରେ 151ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦିଆଯାଉଛି। ଓଡ଼ିଶାରେ 28ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ 16ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦିଆଯାଉଛି। ଆମ ଅନୁଗୁଳ ଜିଲ୍ଲା ସହିତ ସଂଶ୍ଳିଷ୍ଟ 2ଟି ଲୋକସଭା ନିର୍ବାଚନ ମଣ୍ଡଳୀ, ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରାର୍ଥୀ ଦିଆଯାଉଛି ଏବଂ ଅନୁଗୁଳ ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ, ଛେଣ୍ଡିପଦା, ଅନୁଗୁଳ, ତାଳଚେର ଏବଂ ପାଲହଡ଼ାରେ ମଧ୍ୟ ପ୍ରାର୍ଥୀ ଦିଆଯାଉଛି। ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆମର ଲଢ଼ୁଆ ନେତା ଏସ୍ୟୁସିଆଇ କମ୍ୟୁନିଷ୍ଟର ଜଣେ ବିଭିନ୍ନ ଆନ୍ଦୋଳନରେ ସଂଶ୍ଳିଷ୍ଟ ଆଗଧାଡ଼ିର ନେତା ନବକିଶୋର ପ୍ରଧାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ। ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ମାନସୀ ସ୍ୱାଇଁ, ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମନ୍ଦୋଦରୀ ରାଉଳ, ଛେଣ୍ଡିପଦା ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭରତ ନାୟକ, ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରମଣୀ ରଞ୍ଜନ ପ୍ରଧାନ, ପାଲହଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପାଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପରମାନନ୍ଦ ସାହୁ ପ୍ରତିଦ୍ୱନ୍ଦିତା କରିବେ। ଏଇ ଯେଉଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଗୋଟିଏ ପଟରେ ବିଭିନ୍ନ ପୁଞ୍ଜିପତି, ଏକଚାଟିଆ ପୁଞ୍ଜିପତି ତାଙ୍କର କଳା ଟଙ୍କାରେ ବିଜେପି, ବିଜେଡ଼ି, କଂଗ୍ରେସ ଭଳି ଦଳ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ଆମ ଦଳ ପକ୍ଷରୁ ଯେଉଁ ଆମେ ପ୍ରାର୍ଥୀ ଦେଇଛୁ, ଜନସାଧାରଣଙ୍କର ସାହାଯ୍ୟ ସହଯୋଗ ନେଇ ଜନସାଧାରଣଙ୍କ ସମର୍ଥନରେ ଆମର ପ୍ରାର୍ଥୀମାନେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ବିଶେଷ କରି ଜନଗଣଙ୍କର ମୌଳିକ ସମସ୍ୟା, ଆମ ଜିଲ୍ଲାର ଯେଉଁ ସମସ୍ୟା ରହିଛି ବିସ୍ଥାପନ, କ୍ଷତିଗ୍ରସ୍ତ ସମସ୍ୟା ଏବଂ ଅନ୍ୟ ପଟରେ ଜଳସେଚନର ସମସ୍ୟା ଏବଂ ତାଳଚେର ମେଡ଼ିକାଲ କଲେଜକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନାହିଁ ଏବଂ ନ୍ୟାସନାଲ ହାଇୱେ 55ର ଯେଉଁଭଳି ଭାବରେ ନିର୍ମାଣ କ୍ଷେତ୍ରରେ ବ୍ୟାପକ ଭାବରେ ବିଳମ୍ବ ଘଟୁଛି, ଦୁର୍ଘଟଣା ପ୍ରତିନିୟତ ହେଉଛି ଏବଂ ପ୍ରଦୂଷଣର ମାତ୍ରା ବ୍ୟାପକ ଭାବରେ ବଢ଼ି ଚାଲିଛି। ଏହିସବୁ ସମସ୍ୟା ଗୁଡ଼ିକୁ ନେଇ ଆଗାମୀ ଦିନରେ ଗଣ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ସହିତ ଲୋକସଭାରେ ଏବଂ ଓଡ଼ିଶାର ବିଧାନସଭାରେ ଜନସାଧାରଣଙ୍କର ଏହି ସବୁ ସମସ୍ୟାର ସମାଧାନ ପାଇଁ ଆୱାଜକୁ ଆହୁରି ଦୃଢ଼ କରିବା ପାଇଁ, ସ୍ୱର ଉତ୍ତୋଳନ କରିବା ପାଇଁ ଆମର ପ୍ରାର୍ଥୀମାନେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ଆମେ ନିବେଦନ କରିବୁ ଯେ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଜିଲ୍ଲାର ଯେଉଁ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ, ଛେଣ୍ଡିପଦା, ଅନୁଗୁଳ, ତାଳଚେର, ପାଲହଡ଼ାର ଭୋଟରମାନଙ୍କୁ ଆମେ ନିବେଦନ କରିବୁ ଯେ ବିପୁଳ ସଂଖ୍ୟାରେ ଭୋଟ ଦେଇ ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କଲେ ଜନସାଧାରଣଙ୍କର ବିଜୟ ଘଟିବ, ଜନସାଧାରଣଙ୍କର ଦାବି ନେଇ ଆନ୍ଦୋଳନ ଆହୁରି ଜୋରଦାର ହେବ ଏବଂ ଜନସାଧାରଣଙ୍କର ସମସ୍ୟାର ସମାଧାନ ପାଇଁ ରାସ୍ତା ପ୍ରଶସ୍ତ ହେବ। ସେଇଥିପାଇଁ ଆମେ ସମସ୍ତଙ୍କୁ ନିବେଦନ କରୁଛୁ ଏହି ନିର୍ବାଚନରେ ଏସ୍ୟୁସିଆଇ କମ୍ୟୁନିଷ୍ଟର ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବେ, ବିଭିନ୍ନ ସହଯୋଗ କରି ପ୍ରାର୍ଥୀମାନଙ୍କୁ ବିଜୟୀ କରିବେ।